ଆସନ୍ତୁ ଆଜି ଆମେ ଓଡ଼ିଶାର ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଟିକେ ଗଭୀର ଭାବେ ଦେଖିବା। ଏଇଟା କୌଣସି ସାଧାରଣ ରାଜନୈତିକ କାହାଣୀ ନୁହେଁ। ଏହା ହେଉଛି ସିମୁଳିଆର କଥା, ଯେଉଁଠି ସଂଖ୍ୟା, ମାଟି ଆଉ ଲୋକଙ୍କ ଆଶା ଏସବୁ ମିଶିକି ଶାସନର ଭବିଷ୍ୟତ ଲେଖନ୍ତି। ଏହି ସଂଖ୍ୟାଗୁଡ଼ିକୁ ଟିକେ ଦେଖନ୍ତୁ। ଗୋଟିଏ ମାତ୍ର ନିର୍ବାଚନ ମଣ୍ଡଳୀ, 2,57,000ରୁ ଅଧିକ ଭୋଟର। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି 7.2%ର ଏକ ବଡ଼ ପରିବର୍ତ୍ତନ। ବୁଝିଲେ ତ? ଏଗୁଡ଼ିକ ଖାଲି ନମ୍ବର ନୁହେଁ, ଏହା ଏକ ଜନମତର ପ୍ରତିଫଳନ, ଯାହା ଶାସନ ଏବଂ ସାଧାରଣ ଲୋକଙ୍କ ସମ୍ପର୍କର ଅସଲ ସତକୁ ସାମ୍ନାକୁ ଆଣିଥାଏ। କିନ୍ତୁ ରାଜନୀତିର ଏହି ସଂଖ୍ୟା ଖେଳ ଭିତରକୁ ଯିବା ପୂର୍ବରୁ ଚାଲନ୍ତୁ ପ୍ରଥମେ ସେହି ମାଟି ଆଉ ସେଠାକାର ଲୋକଙ୍କୁ ବୁଝିବାକୁ ଚେଷ୍ଟା କରିବା। କାରଣ ରାଜନୀତି ଶେଷରେ ତ ଲୋକଙ୍କର କଥା, ଆଉ ପ୍ରତ୍ୟେକ ଭୋଟ ପଛରେ ଗୋଟେ ମଣିଷର କାହାଣୀ ଲୁଚି ରହିଥାଏ। ପାଣି, ଚାକିରି ଆଉ ସମ୍ମାନ, ଏ ତିନିଟା ଶବ୍ଦ ଭିତରେ ହିଁ ସିମୁଳିଆର ଲୋକଙ୍କ ପୁରା କାହାଣୀ ଲୁଚି ରହିଛି। ଏଗୁଡ଼ିକ କେବଳ ଦାବି ନୁହେଁ, ବରଂ ସେମାନଙ୍କର ଅଧିକାର। ବନ୍ୟାର ମୁକ୍ତି ପାଇଁ ପାଣିର ଠିକ୍ ପରିଚାଳନା, ଯୁବକମାନଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚାକିରି ଆଉ ସରକାରୀ ଯୋଜନାର ଲାଭ ପାଇବା ପାଇଁ ସମ୍ମାନ, ଏହି ମୌଳିକ କଥାଗୁଡ଼ିକ ହିଁ ଭୋଟରଙ୍କ ମନକୁ ପ୍ରଭାବିତ କରେ। ଆସନ୍ତୁ ଦେଖିବା ଲୋକଙ୍କର ମୁଖ୍ୟ ସମସ୍ୟାଗୁଡ଼ିକ କ'ଣ ଥିଲା। କଲ୍ୟାଣକାରୀ ଯୋଜନାର ଲାଭ ଠିକ୍ ସମୟରେ ପହଞ୍ଚୁନଥିଲା। ବୁଢ଼ାବଳଙ୍ଗ ଓ ସୋନୁ ନଦୀରେ ବନ୍ୟା ଆସି ବାରମ୍ବାର ଗାଁ ଗଣ୍ଡା ବୁଡ଼ି ଯାଉଥିଲା। ସ୍ଥାନୀୟ ଯୁବକଙ୍କ ପାଇଁ କାମଧନ୍ଦାର ଅଭାବ, ତା ସଙ୍ଗକୁ ଖରାପ ରାସ୍ତାଘାଟ ଆଉ ଭଲ ସ୍ୱାସ୍ଥ୍ୟ ସୁବିଧାର ଅଭାବ। ଏଗୁଡ଼ିକ କେବଳ ଅଭିଯୋଗ ନୁହେଁ, ଏହା ଲୋକଙ୍କର ଦୈନନ୍ଦିନ ସଂଘର୍ଷର ଚିତ୍ର। ଏଇଠି ମନେ ରଖିବା ଜରୁରୀ ଯେ ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି, ଆଉ ଏହି ଅଧିକାରର ସୁରକ୍ଷା ପାଇଁ ଏକ ଦାୟିତ୍ୱପୂର୍ଣ୍ଣ ଓ ସୂଚନାଭିତ୍ତିକ ଆଲୋଚନା ଜରୁରୀ। ଆଚ୍ଛା, ତ ଏତେ ସବୁ ଅଭିଯୋଗର ଫଳ କ'ଣ ହେଲା? ଲୋକମାନେ ତାଙ୍କର ମତ କେମିତି ଜଣେଇଲେ? ଆସନ୍ତୁ ସେହି କଠୋର ସତ୍ୟ, ସେହି ସଂଖ୍ୟାଗୁଡ଼ିକୁ ଦେଖିବା, ଯାହା 2024 ନିର୍ବାଚନର ଫଳାଫଳ ଭାବେ ସାମ୍ନାକୁ ଆସିଲା। 13,183। ମନେ ରଖନ୍ତୁ ଏହି ସଂଖ୍ୟାକୁ। ଏହି ସଂଖ୍ୟା ହିଁ 2024ରେ ସିମୁଳିଆର ଭାଗ୍ୟ ବଦଳାଇ ଦେଇଥିଲା। ଏଇଟା ଖାଲି ଗୋଟେ ଭୋଟର ବ୍ୟବଧାନ ନୁହେଁ, ଏହା ଏକ 7.2%ର ଭୋଟ ସ୍ୱିଂ, ଅର୍ଥାତ୍ ଏତେ ସଂଖ୍ୟକ ଭୋଟର ଗୋଟିଏ ଦଳକୁ ଛାଡ଼ି ଅନ୍ୟ ଦଳ ଆଡ଼କୁ ଚାଲିଗଲେ। ଏହି ଡ୍ୟାଶବୋର୍ଡକୁ ଦେଖନ୍ତୁ, ଏଠି ପୁରା ଚିତ୍ର ସ୍ପଷ୍ଟ ହୋଇଯାଉଛି। 2019 ତୁଳନାରେ ମତଦାନ ହାରରେ ବେଶ କିଛି ପରିବର୍ତ୍ତନ ହୋଇନଥିଲା, କିନ୍ତୁ ପ୍ରକୃତ ଖେଳ ହେଲା ଭୋଟ ସେୟାରରେ। ବିଜେଡିର ଭୋଟ ସେୟାର ପ୍ରାୟ 9% ତଳକୁ ଖସିଗଲା, ଆଉ ସେହି ସମୟରେ ବିଜେପିର ଭୋଟ ସେୟାର ପାଖାପାଖି 6.7% ବଢ଼ିଗଲା। ଏହି ବାର୍ ଚାର୍ଟ କାହାଣୀକୁ ଆହୁରି ସରଳ କରିଦେଉଛି। ଦେଖନ୍ତୁ, 2019ରେ ବିଜେଡି କେତେ ଆଗରେ ଥିଲା, କିନ୍ତୁ ମାତ୍ର 5 ବର୍ଷ ଭିତରେ ପୁରା ବାଜି ଓଲଟି ଯାଇଛି। ବିଜେପିର ଗ୍ରାଫ୍ ସିଧା ଉପରକୁ ଉଠିଛି, ଯାହା ଏକ ବଡ଼ ରାଜନୈତିକ ବଦଳର ସଂକେତ ଦେଉଛି। ତେବେ ପ୍ରକୃତ ପ୍ରଶ୍ନ ହେଉଛି, ଏମିତି କାହିଁକି ହେଲା? ଏହା କ'ଣ କେବଳ ଭୋଟରଙ୍କ ମନ ବଦଳିଗଲା ବୋଲି ହେଲା? ନା, ଏହା ପଛରେ ଗୋଟେ ସିଷ୍ଟମ ଅଛି, କିଛି ବ୍ୟବସ୍ଥିତ କାରଣ ଅଛି, ଯାହାକୁ ବୁଝିବା ନିହାତି ଜରୁରୀ। ଆସନ୍ତୁ ସେହି କାରଣଗୁଡ଼ିକୁ ଖୋଜିବା। ଚାଲନ୍ତୁ ଟିକେ ପଛକୁ ଯିବା, ଇତିହାସକୁ ଦେଖିବା। ସିମୁଳିଆ ସବୁବେଳେ ଏକ ସ୍ୱିଂ ସିଟ୍ ରହିଆସିଛି, ମାନେ ଏଠି ଲୋକଙ୍କ ସମର୍ଥନ ସହଜରେ ବଦଳିଯାଏ। 2009ରେ ବିଜେପିର ଭୋଟ ସେୟାର ମାତ୍ର 3.79% ଥିଲା, ଆଉ 2024 ବେଳକୁ ତାହା ବଢ଼ି 49.54%ରେ ପହଞ୍ଚିଛି। ଏହା ଏକ ଧୀର କିନ୍ତୁ ସ୍ଥିର ବୃଦ୍ଧି। ଅନ୍ୟପଟେ ବିଜେଡିର ଭୋଟ ସେୟାର 2019ରେ ଶୀର୍ଷ ଛୁଇଁବା ପରେ ଏବେ ତଳକୁ ଖସିଛି। ରାଜନୀତିରେ ନା, ପ୍ରାର୍ଥୀ କେମିତିକା, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଠି ଆମେ ଗୋଟେ ଖାସ୍ ପ୍ରକାରର ପ୍ରାର୍ଥୀଙ୍କ କଥା କହୁଛୁ, ଯାହାକୁ ଆମେ କର୍ପୋରେଟ୍ ସମର୍ଥିତ ବାହାର ଲୋକ କହିପାରିବା। ଏଭଳି ପ୍ରାର୍ଥୀଙ୍କ ପାଖରେ ପଇସାପତ୍ର ବା ସମ୍ବଳର ଅଭାବ ନଥାଏ, କିନ୍ତୁ ସ୍ଥାନୀୟ ଲୋକଙ୍କ ସହ ମାଟି ସହ ସମ୍ପର୍କ ଦୁର୍ବଳ ଥାଇପାରେ। ଆଉ ସିମୁଳିଆରେ ଏହି ଦୁର୍ବଳତା ହିଁ ବିରୋଧୀଙ୍କ ପାଇଁ ବଡ଼ ସୁଯୋଗ ପାଲଟିଗଲା। ଏଠାରେ ଦୁଇଟି ଯାକ ଦଳର ରଣନୀତିକୁ ତୁଳନା କରାଯାଇଛି। ଗୋଟେ ପଟେ ଥିଲା ବିଜେଡିର ନିଜ ଭିତରର ଦୁର୍ବଳତା, ଯେମିତିକି ସ୍ଥାନୀୟ ସ୍ତରରେ ନେତୃତ୍ୱର ଅଭାବ ଏବଂ ଡିଜିଟାଲ ମିଡିଆରେ ପଛରେ ପଡ଼ିଯିବା। ଆଉ ଅନ୍ୟପଟେ ଥିଲା ବିଜେପିର ବଢ଼ୁଥିବା ଶକ୍ତି, ଯେମିତିକି ତାର ଶକ୍ତିଶାଳୀ ଜାତୀୟ ବାର୍ତ୍ତା ଆଉ କେନ୍ଦ୍ର ସରକାରଙ୍କର ସମର୍ଥନ। ଏହି ଦୁଇଟା କଥା ମିଶିକି ଫଳାଫଳକୁ ପ୍ରଭାବିତ କଲା। ଏହି ବିଶ୍ଳେଷଣ ପାଇଁ ଆମେ ଚତୁର୍ମୁଖ ନାମକ ଏକ ଫ୍ରେମୱାର୍କ ବ୍ୟବହାର କରୁଛୁ। ଭାବିନିଅନ୍ତୁ, ଏହାର 4ଟା ମୁହ ବା ଦିଗ। ସିମୁଳିଆ କ୍ଷେତ୍ରରେ ବିଜେଡିର ସମ୍ବଳ ମୁଖ ବହୁତ ଶକ୍ତିଶାଳୀ ଥିଲା, ଅର୍ଥାତ୍ ତାଙ୍କ ପାଖେ ପଇସାପତ୍ରର କୌଣସି ଅଭାବ ନଥିଲା। କିନ୍ତୁ ବାକି 3ଟା ଦିଗ, ଆଖ୍ୟାନ ମାନେ ଲୋକଙ୍କ ପାଖକୁ ଯାଉଥିବା କଥା, ସାଙ୍ଗଠନିକ ମାନେ ତୃଣମୂଳ ସ୍ତରର ସଂଗଠନ, ଆଉ ନିର୍ବାଚନୀ ମାନେ ଭୋଟ ପରିଚାଳନା,
ଏସବୁ ମଧ୍ୟମ ଧରଣର ଥିଲା। ଏଥିରୁ ସ୍ପଷ୍ଟ ଯେ କେବଳ ପଇସା ଦେଇ ନିର୍ବାଚନ ଜିତି ହୁଏନି। ବିଶ୍ଳେଷଣ ତ ହେଇଗଲା, କିନ୍ତୁ ଏବେ ପ୍ରଶ୍ନ ହେଉଛି ଆଗକୁ କ'ଣ? କେବଳ ହାର ଜିତିର କଥା ନୁହେଁ, ଲୋକଙ୍କ ସହ ପୁଣି ଥରେ ସମ୍ପର୍କ ଯୋଡ଼ିବା ପାଇଁ, ଭଲ ଶାସନ ଦେବା ପାଇଁ କ'ଣ କରାଯାଇପାରେ? ଆସନ୍ତୁ ସେହି ବ୍ଲୁ ପ୍ରିଣ୍ଟ ଉପରେ ଏକ ନଜର ପକାଇବା। ଏଇଟା ଗୋଟେ 90 ଦିନର ପ୍ଲାନ୍, ଷ୍ଟେପ୍ ବାଇ ଷ୍ଟେପ୍। ପ୍ରଥମେ ନିର୍ବାଚନ ଫଳାଫଳର ଠିକ୍ ଭାବେ ବିଶ୍ଳେଷଣ କରିବା, ତାପରେ ସ୍ଥାନୀୟ ମୁରବୀ ଓ ନେତାମାନଙ୍କ ସହ କଥା ହେବା। ସବୁଠୁ ଜରୁରୀ ହେଉଛି ତୃତୀୟ ପଦକ୍ଷେପ, ଘରକୁ ଘର ଯାଇ ଲୋକଙ୍କ କଥା ଶୁଣିବା। ଏହିପରି ଏକ ବ୍ୟବସ୍ଥିତ ଉପାୟରେ ଲୋକଙ୍କର ହଜିଯାଇଥିବା ବିଶ୍ୱାସକୁ ପୁଣିଥରେ ଫେରାଇ ଆଣିବାକୁ ଚେଷ୍ଟା କରାଯାଇପାରେ। ଆଜିକାଲି ଦୁନିଆରେ ଡିଜିଟାଲ ବିନା ତ କିଛି ସମ୍ଭବ ନୁହେଁ। ବିଶେଷ କରି ଯୁବପିଢ଼ିଙ୍କ ପାଖରେ ପହଞ୍ଚିବାକୁ ହେଲେ ଡିଜିଟାଲ ମାଧ୍ୟମ ଦରକାର। ଏଥିପାଇଁ ହ୍ୱାଟ୍ସଆପ୍ ମାଧ୍ୟମରେ ଠିକ୍ ତଥ୍ୟ ପହଞ୍ଚାଇବା, ଇନଷ୍ଟାଗ୍ରାମ ରିଲ୍ସରେ ସ୍ଥାନୀୟ ସଫଳତାର କାହାଣୀ ଦେଖାଇବା, ଆଉ ଗଜବକୁ ରୋକିବା ପାଇଁ ଏକ ଫ୍ୟାକ୍ଟ ଚେକ୍ ଟିମ୍ ରଖିବା, ଏସବୁ ବହୁତ ଜରୁରୀ। ତେବେ ଏସବୁରୁ ଆମେ ଶିଖିଲେ କ'ଣ? ସିମୁଳିଆର ଏହି କାହାଣୀ ଆମକୁ କ'ଣ କହୁଛି? ଏହା ଖାଲି ଗୋଟିଏ ନିର୍ବାଚନ ମଣ୍ଡଳୀର ହାରଜିତ୍ କଥା ନୁହେଁ, ବରଂ ଏହା ଗଣତନ୍ତ୍ରରେ ଜବାବଦେହିତାର ଏକ ବଡ଼ ଚିତ୍ର ଆମ ସାମ୍ନାରେ ରଖୁଛି। ଏହି ଯାତ୍ରା ତଥ୍ୟରୁ ଆରମ୍ଭ ହୋଇ ଲୋକଙ୍କ ସମ୍ମାନରେ ଶେଷ ହୁଏ। ଏହି କଥାଟିକୁ ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଏହା ହିଁ ସିମୁଳିଆ କାହାଣୀର ସାରାଂଶ। ବଡ଼ ବଡ଼ ର୍ୟାଲି କରି ଭିଡ଼ା ଜମାଇ ହୁଏ, ପ୍ରଚାର କରି ହୋହଲ୍ଲା ବି କରି ହୁଏ, କିନ୍ତୁ ପ୍ରକୃତ ବିଜୟ ପାଇଁ ଲୋକଙ୍କର ବିଶ୍ୱାସ ଦରକାର। ଆଉ ସେହି ବିଶ୍ୱାସ ସେତେବେଳେ ମିଳେ ଯେତେବେଳେ ଶାସନ ଲୋକଙ୍କର ଅଭିଯୋଗ ଶୁଣେ ଆଉ ସମାଧାନ କରେ। ତେବେ ଶେଷରେ ପ୍ରଶ୍ନ ୟା, ତଥ୍ୟକୁ ଆଧାର କରି ଲୋକଙ୍କ ଅଭିଯୋଗକୁ କେନ୍ଦ୍ରରେ ରଖି କାମ କରିବା କ'ଣ? ଏହା ହିଁ ଜନସାଧାରଣଙ୍କ ବିଶ୍ୱାସ ଜିତିବାର ଭବିଷ୍ୟତର ରାସ୍ତା। ଏଇଟା କେବଳ ଏକ ନିର୍ବାଚନୀ ରଣନୀତି ନୁହେଁ, ବରଂ ଶାସନକୁ ଲୋକଙ୍କ ପାଖକୁ ନେଇଯିବାର ଏକ ମାଧ୍ୟମ। ଆଉ ଏହି ପ୍ରକ୍ରିୟାରେ ତଥ୍ୟର ସୁରକ୍ଷା ଓ ଲୋକଙ୍କ ସହମତି ସବୁଠୁ ଗୁରୁତ୍ୱପୂର୍ଣ୍ଣ, କାରଣ ସହମତି ବିନା ବିଶ୍ୱାସ ଅସମ୍ଭବ। ଭାରତର ଡିପିଡିପି ଆଇନ ଅନୁଯାୟୀ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ଏହା ହିଁ ଭଲ ଶାସନର ମୂଳଦୁଆ। ଯଦି ଆପଣ ଜଣେ ଜନକୈନ୍ଦ୍ରିକ ନେତା ହେବାକୁ ଏବଂ ଆପଣଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 080 4204 0104 ରେ କଲ୍ କରନ୍ତୁ।